नमस्कार दर्शक बंधु मु डाकसेवक जीडीएस दिव्य आपण मानक स्वागत जनाऊँगी जीडीएस जॉब 2025 आउ गोटे नुआ वीडियो को दर्शक बंधु 2025 जीडीएस जॉब रो एप्लाई जो माने करना से माने जल्दी जल्दी आवेदन करेंगे एवं कौटी कौन आवेदन कले आपण मानकर हो पारिबो एवं जो मानकर कास्ट सर्टिफिकेट संबंधी डाउट थिला तेबे से समस्त प्रश्नर उत्तर এই ভিডিও মাধ্যমে आपण माने पाई परिबे एवं पूर्व वर्षर कट ऑफ केउठी कोन जाइथिला एवं ए वर्षर कट ऑफ कौटी कण कते जीव तेबे से समस्त डिटेल्स ये वीडियो माध्यम आलोचना करवा तेबे बिना स्किप्रे आपण माने वीडियो देखिए एवं वीडियोटी भल लगे गोटे लाइक करदे अन्य मानक शेयर करेंगे एवं पाखरे थिबा घंटी चिन्हटी को दबाई ऑल नोटिफिकेशन रे सेट करदे तेबे दर्शक बंधु 2024 रे ऑल इंडिया पाई 44,000 रु अधिक पदवी आसीथिला तेबे ए वर्ष 21,000 समथिंग पदवी रे नियुक्ति आसीची तेबे 2024 रे उड़ीसा सर्किल पाई 2447 टी पदवी थिला एवं वर्तमान 1101 पदवी रे नियुक्ति आसीची तेबे 2024 ठारू सीट संख्या बहुत कम रही तेबे सेथिरे मध्य टॉप कट ऑफ जाइथिला तेबे एथिरे मध्य आहुरी टॉप कट ऑफ जीवो तेबे आपण मानकु मो अन्य यूट्यूबर मानक भली कहिबि नाही जे आपण मानकर 50% 40% रखिथिले जीडीएस जॉब हुई जीवो तेबे जो माने भी 70% ऊपर को रखिचंती आवेदन करंतु नचेत आवेदन करंतु नाही आवेदन करिबा पई काहाकू मना नाही आपण माने समस्त आवेदन करि परिबे जदि आपण माने दशम श्रेणी पास करचंती किंतु এই জিডিএস জব সম্বন্ধে জেনুইন কথা আপনার জাঁ রখতু যেহেতু এইটা আপনার বিনা পরীক্ষার নিযুক্তিটি ହେଉଛି কেবল দশম শ্রেণী মার্কু নেই তেবে এথিরে সমস্ত পিলা চাহুଛନ୍ତି কিভাবে ভাবে নিযুক্তি পাইবে তেবে প্রথমত কাস্ট সার্টিফিকেট কথা জানিনেবা বহুত পিলা কমেন্ট করুଛନ୍ତି দেখন্তু ଯେଉଁମାନଙ୍କର ଏସ୍ସିବିସି ସାର୍ଟିଫିକେଟ୍ ଷ୍ଟେଟ୍ରେ ଯେକୌଣସିରେ ଆପଣମାନେ ଏସ୍ସିବିସି ସାର୍ଟିଫିକେଟ୍ରେ ଆପ୍ଲାଏ କରୁଛନ୍ତି ତେବେ ସେଣ୍ଟ୍ରାଲ ଜବ୍ ପାଇଁ পোস্টাল যেহেতু গোটিଏ সেন্ট্রাল জব ଆପଣମାନଙ୍କର ତେଣୁ ଆପଣମାନଙ୍କର ସେଠାରେ ଏସ୍ସିବିସି ସାର୍ଟିଫିକେଟ୍ କାମ କରିବ ନାହିଁ ତେବେ ଆପଣମାନେ ୟୁଆର୍ରେ ଆବେଦନ କରିପାରିବେ ଯଦି ଆପଣମାନେ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ କାଢ଼ିଛନ୍ତି ତେବେ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ରେ ଆପଣମାନେ ଆବେଦନ କରିପାରିବେ ଏବଂ ଏସ୍ସି ଏସ୍ଟି ମାନେ ତାଙ୍କର କାଷ୍ଟ ଅନୁଯାୟୀ ଆବେଦନ କରିବେ ଏବଂ ଯେଉଁମାନେ ରହିଲେ ୟୁଆର୍ ମାନେ ୟୁଆର୍ ଆବେଦନ କରିବେ ଓବିସି ମାନେ ଓବିସିର ଆବେଦନ କରିବେ ଇଡବ୍ଲ୍ୟୁଏସ୍ ମାନେ ଇଡବ୍ଲ୍ୟୁଏସ୍ର ଆବେଦନ କରିବେ ତେବେ ଆପଣମାନଙ୍କ ପାଇଁ ଆଉ ଗୋଟିଏ ଇନଫର୍ମେସନ୍ ଥିଲା ଯେଉଁମାନେ ଅଲଗା କାଷ୍ଟରେ ବିଲଙ୍ଗସ୍ କରୁଛନ୍ତି ସେମାନେ ସମସ୍ତେ ପ୍ରଥମେ ନିଜ କାଷ୍ଟରେ ଯେତେ ପୋଷ୍ଟ ରହିଛି ତେବେ ସେଗୁଡ଼ାକ ଆବେଦନ କରିସାରିଲା ପରେ ଜେନେରାଲ କାଷ୍ଟରେ ମଧ୍ୟ ଆପଣମାନେ ଆବେଦନ କରିପାରିବେ ତେବେ ଗୋଟିଏ ଏକ୍ଜାମ୍ପଲ୍ ଯଦି ଆମେ ନେବା ତେବେ ମୟୂରଭଞ୍ଜ ଡିଭିଜନ ପାଇଁ ଯଦି ଏସ୍ସି କ୍ୟାଟାଗୋରୀରେ ଆପଣମାନଙ୍କର 10ଟି ପୋଷ୍ଟ ରହିଛି ତେବେ ଆପଣମାନେ 10ଟି ପୋଷ୍ଟକୁ ପ୍ରଥମେ ଫିଲ୍ଅପ୍ କରିଦେବେ ତାପରେ ୟୁଆର୍ କ୍ୟାଟାଗୋରୀ ପାଇଁ ଯେଉଁ ପୋଷ୍ଟ ଗୁଡ଼ାକ ରହିଛି ଆପଣମାନେ ମଧ୍ୟ ତାପରେ ଆପଣମାନେ ୟୁଆର୍ କ୍ୟାଟାଗୋରୀ ମଧ୍ୟ ଆପଣମାନେ ଆବେଦନ କରିପାରିବେ ତେବେ ପ୍ରଥମେ ଆପଣମାନେ ଏହି ଭୁଲ କରିବେ ନାହିଁ ତେବେ ପ୍ରଥମେ ମାନେ ଆପଣମାନଙ୍କ ନିଜ କ୍ୟାଟାଗୋରୀ ଆପଣମାନେ ଚୁଜ୍ କରିବେ ତାପରେ ଆପଣମାନଙ୍କର ୟୁଆର୍ କ୍ୟାଟାଗୋରୀ ଚୁଜ୍ କରିବେ ଯେଉଁମାନଙ୍କର ସାର୍ଟିଫିକେଟ୍ ସମ୍ବନ୍ଧୀୟ ବା ସାର୍ଟିଫିକେଟ୍ର ଭ୍ୟାଲିଡିଟି ସମ୍ବନ୍ଧୀୟ ଡାଉଟ୍ ଅଛି ତେବେ ସେମାନଙ୍କର ଡାଉଟ୍ ଅନୁସାରେ ଭିଡ଼ିଓଟି ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ରହିବ ଦେଖନ୍ତୁ ଏସ୍ସି ଏସ୍ଟି ଆପଣମାନଙ୍କର ଏସ୍ସି ଏସ୍ଟିର ସାର୍ଟିଫିକେଟ୍ଟି ଆପଣମାନଙ୍କର ଲାଇଫ୍ ଲଙ୍ଗ୍ ଅର୍ଥାତ୍ ଆପଣମାନଙ୍କର କେବେ ଆଉ ଜୀବନରେ ଥରେ ବାହାର କରିସାରିଲା ପରେ ଆପଣମାନଙ୍କୁ ଆଉ କେବେ କାଢ଼ିବା ପାଇଁ ପଡ଼ିବ ନାହିଁ ଅର୍ଥାତ୍ ଆପଣମାନଙ୍କର ସାର୍ଟିଫିକେଟ୍ର ଭ୍ୟାଲିଡିଟି ଲାଇଫ୍ ଲଙ୍ଗ୍ ଏବଂ ରେସିଡେଣ୍ଟ ସାର୍ଟିଫିକେଟ୍ଟି ଆପଣମାନଙ୍କର ଏସ୍ସି ହୁଅନ୍ତୁ ଏସ୍ଟି ହୁଅନ୍ତୁ ଜେନେରାଲ୍ ହୁଅନ୍ତୁ ସମସ୍ତଙ୍କ ପାଇଁ ରେସିଡେଣ୍ଟ ସାର୍ଟିଫିକେଟ୍ଟି 5 ବର୍ଷ ତା'ର ଭ୍ୟାଲିଡିଟି ତେବେ 5 ବର୍ଷ ପରେ ଆପଣମାନଙ୍କୁ ନୂଆ ବା ଫ୍ରେଶ୍ ରେସିଡେଣ୍ଟ ସାର୍ଟିଫିକେଟ୍ ଗୋଟିଏ କାଢ଼ିବା ପାଇଁ ପଡ଼ିବ ଏବଂ ଇନକମ୍ ସାର୍ଟିଫିକେଟ୍ এইটা সমস্ত ক্যাটাগোরি পাই এসসি হুঁতু এসটি হুঁতু ওবিসি হুঁতু ୟୁଆର୍ ହୁଅନ୍ତୁ ତେବେ ଇନକମ୍ ସାର୍ଟିଫିକେଟ୍ଟି ସମସ୍ତଙ୍କ ପାଇଁ ଗୋଟେ ବର୍ଷ ତା'ର ଭ୍ୟାଲିଡିଟି ଥାଏ ଏବଂ ଏସ୍ସିବିସି ମାନଙ୍କ ପାଇଁ ଜାତିଗତ ପ୍ରମାଣପତ୍ର ସୋସିଆଲି ଏଜୁକେସନାଲି ବ୍ୟାକୱାର୍ଡ଼ କାଷ୍ଟ ଯେଉଁମାନେ ଏସ୍ସିବିସି ସେମାନଙ୍କର ସାର୍ଟିଫିକେଟ୍ଟି 3 ବର୍ଷ ଭ୍ୟାଲିଡିଟି ରହୁଛି ଯେଉଁମାନେ ଓବିସି ଓବିସି ମାନଙ୍କର ସାର୍ଟିଫିକେଟ୍ର ଭ୍ୟାଲିଡିଟି ରହୁଛି 3 ବର୍ଷ ଏବଂ ୟୁଆର୍ ମାନଙ୍କର କୌଣସି ସାର୍ଟିଫିକେଟ୍ ଆବଶ୍ୟକତା ନାହିଁ ତେବେ ଆପଣମାନଙ୍କ ମନରେ ଯେଉଁ ସାର୍ଟିଫିକେଟ୍ର ଭ୍ୟାଲିଡିଟି ସମ୍ବନ୍ଧୀୟ ଦ୍ୱନ୍ଦ୍ୱ ଥିଲା ତେବେ ତାହା ଆପଣମାନଙ୍କର ଦୂର ହୋଇଗଲା ତେବେ ଏଠାରେ ଇଡବ୍ଲ୍ୟୁଏସ୍ ନାହିଁ ତେବେ ଇଡବ୍ଲ୍ୟୁଏସ୍ର ଭ୍ୟାଲିଡିଟି 6 ମାସ ପର୍ଯ୍ୟନ୍ତ ତେବେ ଆପଣମାନେ ଯେବେ ଆବେଦନ କରିବେ ତେବେ ତା'ର ଠିକ୍ 6 ମାସ ପରେ ଏହି ସାର୍ଟିଫିକେଟ୍ଟି ଆପଣମାନଙ୍କର ଭ୍ୟାଲିଡିଟି ସରିଯିବ ତେବେ ଇଡବ୍ଲ୍ୟୁଏସ୍ ଯେଉଁମାନେ ପୂର୍ବରୁ ମଧ୍ୟ ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ ଅନେକ ଥର ବୁଝେଇଛି ଏବଂ ଅନେକ ଥର ମଧ୍ୟ କହିଛି ଯେ ଆପଣମାନେ ଯଦି ଜେନେରାଲ କାଷ୍ଟରୁ ବିଲଙ୍ଗସ୍ କରୁଛନ୍ତି ଆପଣମାନେ ଇଡବ୍ଲ୍ୟୁଏସ୍ କାଢ଼ିପାରିବେ ଏବଂ ଇଡବ୍ଲ୍ୟୁଏସ୍ କାଢ଼ିବା ଫଳରେ ଆପଣମାନଙ୍କର 3% 4%ରୁ ଆପଣମାନଙ୍କର ଅଳ୍ପ କଟଅଫ୍ରୁ ଆପଣମାନଙ୍କର ଜିଡିଏସ୍ ସିଲେକ୍ସନ୍ଟି ହୋଇଯିବ ଯେମିତି ଆପଣମାନଙ୍କର 85 86 ରଖିଥିଲେ ମଧ୍ୟ ହେଇଯିବାର ଚାନ୍ସେସ୍ ରହୁଛି ଯେଉଁ ଜେନେରାଲ ପିଲାମାନଙ୍କର ତେବେ ଆପଣମାନଙ୍କୁ ପୂର୍ବ ଭିଡ଼ିଓମାନଙ୍କର ମଧ୍ୟ ବହୁତ ଥର ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ ସମ୍ବନ୍ଧରେ ମୁଁ କହିଥିଲି ବ୍ରାହ୍ମଣ କରଣ ବୈଷ୍ଣବ ଏମାନେ ସମସ୍ତେ ଯେତେ ରହିଲେ ତେବେ ସେମାନଙ୍କର ଯଦି ଆର୍ଥିକ ପଛୁଆ ବର୍ଗରେ ଅଟନ୍ତି
ତେବେ ସେମାନେ ମଧ୍ୟ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ କାଢ଼ିପାରିବେ ଏବଂ ଯେଉଁମାନେ ଏସ୍ସିବିସିରେ ଷ୍ଟେଟ୍ରେ ଆପ୍ଲାଏ କରୁଛନ୍ତି ସେମାନେ ମଧ୍ୟ এই ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ କାଢ଼ିପାରିବେ। ତେବେ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ କାଢ଼ିବା ପାଇଁ ତା'ର କିଛି କ୍ରାଇଟେରିଆ ଅଛି, ଯେମିତି ପରିବାରର ବାର୍ଷିକ ଇନକମ୍ 1.5 ଲକ୍ଷରୁ ଅଧିକ ହୋଇନଥିବ ଏବଂ ଘରର ଜାଗା ବା ଘରର ଛାତଟି 1100 ସ୍କୋୟାର ଫୁଟରୁ ଅଧିକ ହୋଇନଥିବ ଏବଂ ପରିବାରର କେହି ସରକାରୀ ଚାକିରିଆ ନଥିବେ। ତେବେ ଏମିତି କିଛି କ୍ରାଇଟେରିଆ ଅଛି। ତେବେ ଆପଣମାନେ ଆବେଦନ କରିବା ପାଇଁ ଜନସେବା କେନ୍ଦ୍ରକୁ ଯାଇପାରିବେ। ଜନସେବା କେନ୍ଦ୍ରରେ ଆପଣମାନେ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ ଆବେଦନ କରିପାରିବେ। ତେବେ ଇଡବ୍ଲ୍ୟୁଏସ୍ ସାର୍ଟିଫିକେଟ୍ କାଢ଼ିବା ପାଇଁ ଆପଣମାନଙ୍କର 20ରୁ 25 ଦିନ ସମୟ ଲାଗେ। ଏବେ ଆସନ୍ତୁ ଜାଣିନେବା ଯେ ଏଇ ଜିଡିଏସ୍ର କଟ୍ଅଫ୍ଟି କେଉଁ ଡିଭିଜନରେ ସବୁଠାରେ ଲୋ ଯାଉଛି। ତେବେ ଯଦି ହିସାବ କରିବା ଢେଙ୍କାନାଳ, କଳାହାଣ୍ଡି, ସମ୍ବଲପୁର, କୋରାପୁଟ, ବଲାଙ୍ଗୀର, ରାଇରଙ୍ଗପୁର, ରାୟଗଡ଼ା, ନୟାଗଡ଼, ତେବେ ଏହି 7-8ଟି ଡିଷ୍ଟ୍ରିକ୍ଟ ଆପଣମାନଙ୍କର କଟ୍ଅଫ୍ଟି ଅଳ୍ପ ଯାଉଛି ଏବଂ ଯେଉଁମାନେ ୟୁଆର୍ କିମ୍ବା ଇଡବ୍ଲ୍ୟୁଏସ୍ରେ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ତେବେ ବିଶେଷ କରି ରାଇରଙ୍ଗପୁର ଡିଭିଜନ ବହୁତ ଅଳ୍ପ କଟ୍ଅଫ୍ରୁ ଯାଉଛି। ତେବେ ଯେଉଁମାନେ ବି 85ରୁ 92 କିମ୍ବା 90 ମଧ୍ୟରେ ରଖୁଛନ୍ତି ତେବେ ରାଇରଙ୍ଗପୁର ଆପ୍ଲାଏ କରିବା ପାଇଁ ଚେଷ୍ଟା କରିବେ। ବିଶେଷ କରି ଆପଣମାନେ ଯଦି 85ରୁ 90 ମଧ୍ୟରେ ବି ରଖିଛନ୍ତି ତେବେ ସମସ୍ତେ କୋରାପୁଟ କନ୍ଧମାଳ ଏରିଆରେ ଆପ୍ଲାଏ କରୁଛନ୍ତି, ଯେହେତୁ ସେଠାରେ ପ୍ରତିବର୍ଷ ଅଧିକ ପୋଷ୍ଟ ଆସେ ଏବଂ ପ୍ରତିବର୍ଷ ଅଧିକ ପିଲା ସେଇଟାରେ ହିଁ ଆବେଦନ କରନ୍ତି। ତେବେ ଯାହାର ଲକ୍ ସାଥ ଦେଲା ତାହାର ଜବ୍ଟି ହୋଇପାରିଲା। ସେମ୍ ମାର୍କ ରଖି ମଧ୍ୟ କାହାର ହେଉଛି କାହାର ହେଉନାହିଁ। ତେବେ ଯାହାର ଲକ୍ ସାଥ ଦେଲା ତାର ହୋଇପାରୁଛି। ତେବେ ଦର୍ଶକ ବନ୍ଧୁ 2024ର 5th ମେରିଟ୍ ଲିଷ୍ଟ ବା ଭି ମେରିଟ୍ ଲିଷ୍ଟକୁ ଆପଣମାନଙ୍କୁ ମୁଁ ଦେଖାଉଛି। ଦେଖନ୍ତୁ ଯେ ୟୁଆର୍ର କଟ୍ଅଫ୍, ଏସ୍ସିର କଟ୍ଅଫ୍, ଏସ୍ଟିର କଟ୍ଅଫ୍, ଓବିସିର କଟ୍ଅଫ୍, ଇଡବ୍ଲ୍ୟୁଏସ୍ର କଟ୍ଅଫ୍ କେତେ କ'ଣ ଯାଇଥିଲା। ତେବେ ଦେଖନ୍ତୁ ପ୍ରଥମ ଯଦି ଆପଣମାନେ ନଜର ପକାଇବେ ଏସ୍ସିର କଟ୍ଅଫ୍ଟି ଆସ୍କା ଡିଭିଜନ ମାନେ ଆପଣମାନେ ଜାଣିଥିବେ ଗଞ୍ଜାମ। ତେବେ ଦେଖନ୍ତୁ 85ରେ ମଧ୍ୟ ସିଲେକ୍ସନ୍ ହୋଇଛି। ଦେଖନ୍ତୁ ଆପଣମାନେ ବିଶ୍ୱାସ କରିବେନି, ଦେଖନ୍ତୁ ଯେଉଁମାନେ ଏସ୍ସି କାଟାଗୋରୀ ବିଲଙ୍ଗସ୍ କରୁଛନ୍ତି ଦେଖନ୍ତୁ 85ରେ ଯାଇଛି, ଏଠି ମଧ୍ୟ 85ରେ ଯାଇଛି, ଏସ୍ଟିରେ 81ରୁ ଯାଇଛି ଏବଂ ଓବିସି ୟୁଆର୍ଟି ଆପଣମାନଙ୍କର 90ରୁ ରହୁଛି। ଆପଣମାନେ ଜାଣିପାରୁଥିବେ ପ୍ରାୟତଃ ସବୁ ଡିଭିଜନ ଅପେକ୍ଷା ରାଇରଙ୍ଗପୁର ଡିଭିଜନରେ ଅଳ୍ପ କଟ୍ଅଫ୍ ଯାଉଛି। ତେବେ ଆପଣମାନେ ନିଶ୍ଚିନ୍ତ କରନ୍ତୁ ଯେ ଆପଣମାନେ କେଉଁଠାରେ ଆବେଦନ କରିବେ। ଆପଣମାନଙ୍କର ହୋମ୍ ଡିଷ୍ଟ୍ରିକ୍ଟ ଯଦି ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭୁବନେଶ୍ୱର, କଟକ ସିଟି, ଯଦି ଆପଣମାନେ 90 ଉପରକୁ ରଖିଛନ୍ତି ତେବେ ଆପଣମାନେ ନିଜର ହୋମ୍ ଡିଷ୍ଟ୍ରିକ୍ଟରେ ଆପ୍ଲାଏ କରନ୍ତୁ। ନଚେତ୍ ଆପଣମାନେ ଅଲଗା ଡିଷ୍ଟ୍ରିକ୍ଟରେ ବା ଅଲଗା ଡିଭିଜନରେ ଆପ୍ଲାଏ କରିବା ପାଇଁ ଚେଷ୍ଟା କରନ୍ତୁ। ଯେମିତି ବାଲେଶ୍ୱର ପିଲା ଯେଉଁମାନେ କି 85ରୁ 92 ମଧ୍ୟରେ ରଖିଛନ୍ତି ସେମାନେ ନିଜର ଭ୍ୟାକେନ୍ସି ଅନୁଯାୟୀ ନିଜ କାଷ୍ଟର ଭ୍ୟାକେନ୍ସି ଅନୁଯାୟୀ ଯେଉଁଠି ଅଧିକ ଅଛି ଯେମିତି କୋରାପୁଟ, କଳାହାଣ୍ଡି, ମାଲକାନଗିରି, ରାୟଗଡ଼ା, ଢେଙ୍କାନାଳ କିମ୍ବା ଚାହିଁବେ ଯଦି ମୟୂରଭଞ୍ଜ କିମ୍ବା ରାଇରଙ୍ଗପୁରରେ ଆପ୍ଲାଏ କରିପାରିବେ। ସେମିତି ପ୍ରାୟତଃ ପ୍ରତ୍ୟେକ ଡିଷ୍ଟ୍ରିକ୍ଟର ପିଲା ଭ୍ୟାକେନ୍ସିକୁ ପ୍ରଥମେ ଲକ୍ଷ୍ୟ କରନ୍ତୁ ଯେ କେଉଁ ଡିଭିଜନରେ କେତେ ଭ୍ୟାକେନ୍ସି ଆସିଛି ନିଜ କାଷ୍ଟ ଅନୁସାରେ। ତେବେ ଯେଉଁଠାରେ ବେଶୀ ଭ୍ୟାକେନ୍ସି ଅଛି ସେଠାରେ ବେଶୀ ପିଲା ଆବେଦନ କରିବେ। ତେବେ ଆପଣମାନେ ଗୋଟିଏ ଖାତା କଲମରେ ଆପଣମାନେ କ'ଣ କରିବେ ନା ଆପଣମାନଙ୍କର କ୍ୟାଟାଗୋରୀ ୱାଇଜ୍ ଅନୁଯାୟୀ ସର୍ବାଧିକ 10ଟି ଅଧିକ ଭ୍ୟାକେନ୍ସି ଥିବା ଆପଣମାନଙ୍କର କ୍ୟାଟାଗୋରୀ ୱାଇଜ୍ ଅନୁଯାୟୀ ଡିଭିଜନ ଗୁଡ଼ାକର ନାଁ ଲେଖିଦେବେ ଏବଂ ତା'ର ଭ୍ୟାକେନ୍ସି ସଂଖ୍ୟା ମଧ୍ୟ ଲେଖିଦେବେ। ତାପରେ ଆପଣମାନେ ଯେକୌଣସି ଗୋଟିଏ ମଝି ଦେଖି ଆପଣମାନେ ସେଥିରେ ଆପ୍ଲାଏ କରିନେବେ। ଯେମିତିକି ଆପଣମାନଙ୍କୁ ମୁଁ କହିଗଲି ରାଇରଙ୍ଗପୁର ସବୁଠାରୁ ଲୋ କଟ୍ଅଫ୍ରେ ଯାଉଛି ଏବଂ ଫୁଲବାଣୀ, କୋରାପୁଟ, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼, ଆପଣମାନଙ୍କର ବୌଦ୍ଧ ରହିଲା। ତେବେ ଏସବୁ ଆପଣମାନଙ୍କର ଅଳ୍ପ ଅଳ୍ପ ସବୁ କଟ୍ଅଫ୍ ଯାଉଛି। ତେବେ ଆପଣମାନେ ପୂର୍ବ ବର୍ଷର କଟ୍ଅଫ୍ଟିକୁ ନିଜେ ଭଲ ଭାବରେ ଟିକିଏ ଦେଖିନେବେ, ଯେହେତୁ ଆପଣମାନେ ଆପ୍ଲାଏ କରୁଛନ୍ତି ଆପଣମାନଙ୍କର ଜବ୍ଟି ହେବ। ତେବେ ଦର୍ଶକ ବନ୍ଧୁ ଯେଉଁମାନେ PWD କ୍ୟାଟାଗୋରୀ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି ତେବେ ଦେଖନ୍ତୁ ସେମାନଙ୍କର 70 ଉପରକୁ ଥିଲେ ଆବେଦନ କରିପାରିବେ। ଏଇଠି ଦେଖନ୍ତୁ ଗୋଟିଏ PWD କ୍ୟାଟାଗୋରୀରେ 76 ରଖି ଜଣଙ୍କର ହୋଇଛି, ତାହା ପୁଣି ସମ୍ବଲପୁର ଭଳିଆ ଡିଭିଜନରେ। ତେବେ ଯେଉଁମାନେ ବି PH କ୍ୟାଟାଗୋରୀ ଫିଜିକାଲି ହ୍ୟାଣ୍ଡିକ୍ୟାପ୍ କ୍ୟାଟାଗୋରୀରେ ପକାଉଛନ୍ତି ତେବେ ସେମାନେ ଯଦି 60% ବି ଅଛି ସେମାନେ ଆବେଦନ କରିନିଅନ୍ତୁ, କାଳେ ତାଙ୍କ ଲକ୍ ତାଙ୍କ ସହିତ ସାଥ ଦେବ ଏବଂ ତାଙ୍କର ହୋଇଯାଇପାରେ। ତେବେ SC ST ହୋଇଥିଲେ ST ପାଇଁ ସର୍ବନିମ୍ନ କଟ୍ଅଫ୍ଟି ଆପଣମାନଙ୍କର 80ରୁ ନେଇପାରେ ଏବଂ SCରେ ଆପଣମାନଙ୍କର 83, 85 ମଧ୍ୟରେ ଯିବ ଏବଂ ଜେନେରାଲରେ ଆପଣମାନଙ୍କର ପ୍ରଥମ ଫେଜ୍ କଟ୍ଅଫ୍ରେ 90 ଉପରକୁ ନେବ, ତାପରେ ଆସ୍ତେ ଆସ୍ତେ ଆପଣମାନଙ୍କର କମିବ। EWSରେ ସେମିତି 88, 87 ମଧ୍ୟ ନେଇପାରେ ଏବଂ OWC ଏବଂ OBCରେ ମଧ୍ୟ ସେଇ 89, 88ରେ ମଧ୍ୟ ଯାଇପାରେ।
ତେବେ ଆପଣମାନେ ଭେକେନ୍ସିକୁ ଦେଖି ଆପଣମାନେ ଆପ୍ଲାଏ କରନ୍ତୁ। ଆପଣମାନେ ମୋତେ ପଚାରୁଛନ୍ତି କେଉଁଠି ଆବେଦନ କରିବେ, ଆପଣମାନଙ୍କର ଯଦି ନ ହେଲା ଆପଣମାନେ ମୋତେ ହିଁ ଦୋଷ ଦେବେ। ତେବେ ଆପଣମାନଙ୍କୁ ମୁଁ ସବୁବେଳେ କହିଛି ଆପଣମାନେ ବଡ଼ ପିଲା ହେଲେନି, ପୂର୍ବ ବର୍ଷର କଟଅଫ୍ ଗୁଡ଼ାକ ଆପଣମାନେ ଦେଖି ନିଅନ୍ତୁ, ଭଲ ଭାବରେ ତର୍ଜମା କରନ୍ତୁ, କେଉଁଠି କ'ଣ କେମିତି ପକାଇଲେ ଆପଣମାନଙ୍କର ହେବ ତାହା ଆପଣମାନଙ୍କୁ ମୁଁ ତ ବତାଇଦେଲି। ଯେ କେବିକେ ଏରିଆରେ ଆପଣମାନଙ୍କର 85ରୁ 90-92 ରଖୁଥିବା ପିଲାମାନେ ସମସ୍ତେ ଆବେଦନ କରିବା ପାଇଁ ଚେଷ୍ଟା କରୁଛନ୍ତି, ଯେଉଁଠି ବେଶୀ ଭେକେନ୍ସି ସେଠାରେ ସମସ୍ତେ ଆପ୍ଲାଏ କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ଆପଣମାନେ ନିକଟସ୍ଥ କେଉଁଠି ଅଧିକ ଫାଙ୍କା ରହିଛି ତେବେ ଆପଣମାନେ ସେଠାରେ ଆବେଦନ କରନ୍ତୁ। ଅଳ୍ପ ପୋଷ୍ଟ ଥିଲେ ମଧ୍ୟ ଆପଣମାନଙ୍କର ହେଇଯିବ, କିନ୍ତୁ ଯେଉଁଠାରେ ଅଧିକ ଭେକେନ୍ସି ବାହାରୁଛି ଆପଣମାନେ ଅଧିକ ପିଲା ସେଠାରେ ଆପ୍ଲାଏ କରୁଛନ୍ତି। ଏବଂ ଆପ୍ଲାଏ ପୂର୍ବରୁ ଆଉ ଗୋଟେ କଥା ମନେ ରଖନ୍ତୁ ଯେ ଆପଣମାନଙ୍କର ସମସ୍ତ ସାର୍ଟିଫିକେଟ୍ ଆପ୍ଲାଏ କରିବା ପୂର୍ବରୁ, ଯେମିତିକି କାଷ୍ଟ ସାର୍ଟିଫିକେଟ୍ ଆପଣମାନଙ୍କର ଧରାଯାଉ ଆପ୍ଲାଏ କରିଦେଇ ଆପଣମାନଙ୍କର ଯେତେବେଳେ ଡିଭି ପାଇଁ ସିଲେକ୍ସନ୍ ହେବେ ସେତେବେଳେ ନୂଆ ବା ଫ୍ରେଶ୍ ଆପଣମାନଙ୍କର ଯଦି କାଷ୍ଟ ସାର୍ଟିଫିକେଟ୍ କାଢ଼ୁଛନ୍ତି ତେବେ ଆପଣମାନଙ୍କର ସାର୍ଟିଫିକେଟ୍ ଭ୍ୟାଲିଡ୍ ହେବ ନାହିଁ। ତେବେ ଆପଣମାନେ ଆପ୍ଲାଏ ପୂର୍ବରୁ ସାର୍ଟିଫିକେଟ୍ କାଢ଼ିଥିବା ଆବଶ୍ୟକ। ଆଶା କରିବି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଧନ୍ୟବାଦ। ଜୟ ଜଗନ୍ନାଥ।